ମାଲିକେ ଜୟ ଜଗନ୍ନାଥ। ସକାଳୁ ସକାଳୁ କ'ଣ ହେଇଛି ନା ଗୋଟେ ବଡ଼ ସାପଟେ ଯେହେତୁ ବାହାରିଲା ତାକୁ ଆମେ ସବୁ ଦେଖାଦେଖି କରିସାରି ତ ମୁଁ ପଳେଇ ଆସିଥିଲି ଖାଇବା ପାଇଁ। ଖାଇସାରିଲା ପରେ ଗଲୁ ଗୋଟେ ଜାଗାକୁ ମାଛ ଧରିବା ପାଇଁ, କେଉଁଥିରେ ନା ଶାଢ଼ୀ ଟାଣି। ତ ଆମ ରାସ୍ତା କଡ଼ରେ ଯେହେତୁ ଥିଲା ସମସ୍ତେ ମାଛ ଧରିବାକୁ ଗଲୁ। ଯେହେତୁ ଏତେ ମାଛ ବାହାରିଲା ତ ଆମେ ଆଉ ସମ୍ଭାଳି ନ ପାରି ସମସ୍ତେ ପଶିଗଲୁ ମାଛ ଧରିବା ପାଇଁ। ତ ପ୍ରବଳ ମାଛ ଧରାଧରି କରିସାରିଲା ପରେ ଆସିକି ଗାଧୋଇ ପାଧୋଇ ତ ବସି ଯାଇଥିଲୁ ଖାଇବା ପାଇଁ। ଖାଇସାରିଲା ପରେ ତ ଚାରିଟା ବେଳେ କ'ଣ ହେଲା ନା ଗଲୁ ଖେଳିବା ପାଇଁ। ଖେଳି ସାରିକି ଆମର ଫିଷ୍ଟ ପାଇଁ ପ୍ରୋଗ୍ରାମ୍ ହେଲା ସନ୍ଧ୍ୟାବେଳେ। ତ ଗଲୁ ଫିଷ୍ଟ ପାଇଁ ଚିକେନ୍ ଫିକେନ୍ ଆଣି ତ ମୁଁ ରୋଷେଇଆ ଯେହେତୁ ଥିଲି ଆଉ କେହି ଆମର ରୋଷେଇ କରିବାକୁ ନଥିଲେ ତ ମୁଁ ସାଙ୍ଗେ ସାଙ୍ଗେ ରୋଷେଇ ଷ୍ଟାର୍ଟ କରିଦେଇଥିଲି। ତ ଜାଣିନି ଦେଖିବା କ'ଣ ହେଉଛି। ତାକୁ ଟିକେ ବାଗେଇ କଷାକଷି କରିସାରିଲା ପରେ ଆମେ ବସିଲୁ କଷା ଖାଇବା ପାଇଁ। କଷା ଖଣ୍ଡେ ଖାଇସାରିଲା ପରେ ପାଣି ଟିକେ ଦେଇ ବସେଇ ଦେଇ ତ ତାପରେ ଆମେ ସମସ୍ତେ ଘରୁ ରୁଟି ଆଣି ବଜାଇଥିଲୁ ଖାଇବା ପାଇଁ।